ଭାରତର ବିଶାଳ ବିଜୟ ଜିମ୍ବାୱେକୁ 72 ରନରେ ହରାଇ ଦେଇଛି ଟିମ୍ ଇଣ୍ଡିଆ ଏବଂ ସେମିର ରାସ୍ତା ବନ୍ଦ ହୋଇଥିବା ତାହା ଖୋଲିଦେଲା ପୁଣି ଥରେ ଟିମ୍ ଇଣ୍ଡିଆ। ଦେଖିବାକୁ ଗଲେ ଟିମ୍ ଇଣ୍ଡିଆ ଜିମ୍ବାୱେ ଆଗରେ ବିଶାଳ 257 ରନର ବିଜୟୀ ଲକ୍ଷ୍ୟ ରଖିଥିଲା। ଏହାର ଜବାବରେ 20 ଓଭର ବ୍ୟାଟିଂ କରି ଜିମ୍ବାୱେ ଦଳ 6 ୱିକେଟ୍ ହରାଇ 184 ରନ୍ କରିପାରିଥିଲା। ତେଣୁ ଏହାକୁ 72 ରନରେ ଜିତି ନେଇଛି ସୂର୍ଯ୍ୟସେନ। ଦେଖିବାକୁ ଗଲେ ଟିମ୍ ଇଣ୍ଡିଆ ପଟରୁ ଅଭିଷେକ ଶର୍ମା ଅର୍ଦ୍ଧଶତକୀ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ତୁଫାନୀ ଅର୍ଦ୍ଧଶତକୀ ଏବଂ ତିଲକ ବର୍ମା 84 ରନ୍ ଇନିଂସ୍ ଖେଳିଥିଲେ। ତେଣୁ ଏହାର ଜବାବରେ 4 ୱିକେଟ୍ ହରାଇ 256 ରନ୍ କରିଥିଲା ଟିମ୍ ଇଣ୍ଡିଆ 20 ଓଭର ବ୍ୟାଟିଂ କରି 6 ୱିକେଟ୍ ହରାଇ 184 ରନ୍ ସଂଗ୍ରହ କରି ପାରିଥିଲା ଜିମ୍ବାୱେ ଦଳ। ବ୍ରାୟାନ୍ ବେନେଟ୍ ସେ 57 ରନ୍ କରି ଅପରାଜିତ ରହିଥିଲେ, ଶତକରୁ ବଞ୍ଚିତ ହେଲେ। 22 ବର୍ଷୀୟ ଟୁକା କିନ୍ତୁ ଭଲ ଖେଳିଥିଲା। ତେବେ ଚାଲନ୍ତୁ ସେହି ବିଷୟରେ ଆଲୋଚନା କରିବା। ଭାରତ ଏବଂ ଶ୍ରୀଲଙ୍କାର T20 ବିଶ୍ୱକପ୍ 2024 ଦେଖିବାକୁ ଗଲେ ଟିମ୍ ଇଣ୍ଡିଆ ପାଇଁ କରବାମର ମ୍ୟାଚ୍ରେ ଭାରତ ଜିତିଥିବାରେ ଭାରତର ଫ୍ୟାନ୍ସ ଖୁସି ଅଛନ୍ତି। କାହିଁକିନା ଏ ମ୍ୟାଚ୍ ଜିତିବା ପାଇଁ ଦରକାର ଥିଲା। କାହିଁକିନା ଏପଟେ ଦେଖିବାକୁ ଦକ୍ଷିଣ ଆଫ୍ରିକା ଦଳ ୱେଷ୍ଟଇଣ୍ଡିଜକୁ ହରାଇବା ପରେ ଭାରତ ପାଇଁ ଗୋଟିଏ ଆଶା ଥିଲା ଯେ ଦୁଇଟି ଯାକ ମ୍ୟାଚ୍ ଜିତିବ ଏବଂ ପ୍ରଥମ ମ୍ୟାଚ୍ ଜିତିବା ପାଇଁ ପ୍ଲେଇଂ 11 ହେଇଥିଲା ଏବଂ ଦେଖିବାକୁ ଗଲେ ପ୍ଲେଇଂ 11 ଅଦଳ ବଦଳ ହେଇଥିଲେ। ରିଙ୍କୁ ସିଂ ବାଦ୍ ପଡ଼ିଥିଲେ। ଅଭିଷେକ ଶର୍ମା ସହିତ ସଞ୍ଜୁ ସାମସନ୍ ଓପନିଂ କରି ନଜର ଆସିଥିଲେ। ସଞ୍ଜୁ ସାମସନ୍ ଅବଶ୍ୟ 24 ରନ୍ କରି ଆଉଟ୍ ହେଇଥିଲେ। ଟିମ୍ ଇଣ୍ଡିଆ ଟପ୍ ଅର୍ଡ଼ର ତୁଫାନୀ ବ୍ୟାଟିଂ ଆରମ୍ଭ କରିଦେଇଥିଲେ ଏବଂ ଏହାର ଜବାବରେ 20 ଓଭର ବ୍ୟାଟିଂ କରି 256 ରନ୍ କରିପାରିଥିଲା 4 ୱିକେଟ୍ ବିନିମୟରେ। 184 ସଂଗ୍ରହ କରିପାରିଥିଲା 20 ଓଭର ବ୍ୟାଟିଂ କରି 6 ୱିକେଟ୍ ହରାଇ ଜିମ୍ବାୱେ ଦଳ। ତେଣୁ ଏ ମ୍ୟାଚ୍କୁ 72 ରନରେ ଜିତି ସେମିର ରାସ୍ତା ଖୋଲା ରଖିଛି ଟିମ୍ ଇଣ୍ଡିଆ। ଆଗାମୀ 1 ତାରିଖରେ ଦେଖିବାକୁ ଗଲେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ଖେଳିବ। ସେଇଟା କ୍ୱାର୍ଟର ଫାଇନାଲ୍ ଭଳି ଜିତିଲେ ସେମିଫାଇନାଲ୍, ନହେଲେ ସିଧା ଘରକୁ ପଳାଇବ।